ଲଗାଣ ବର୍ଷା ଉଜାଡ଼ି ଦେଇଛି ସୁନାର ଫସଲ। ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର। ଚାଷୀଙ୍କ ହେକ୍ଟର ହେକ୍ଟର ଅମଳ ଧାନ ଫସଲକୁ ଏଠି ବର୍ଷା ଉଜାଡ଼ି ଦେଇଛି। ଧାନ ବିଲରେ ବର୍ଷା ପାଣି କାଦୁଅ ମଧ୍ୟରେ ପଡ଼ି ରହିଛି ପାଚିଲା ଅମଳ ଧାନ। କେଉଁଠି କ୍ଷେତରେ ଧାନ କଟା ହୋଇ ପଡ଼ି ରହିଛି ତ ଆଉ କେଉଁଠି ଖଳାବାଡ଼ିରେ ଖୋଲା ଆକାଶ ତଳେ ପଡ଼ି ରହିଛି। 5 ଦିନର ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଧାନ ଗଜା ହେଉଥିବା ଦେଖିବାକୁ ମିଳୁଛି। ସେପଟେ ଏବେ ବି ଧାନ ବିକ୍ରୟ ପାଇଁ ଖରିଫ ମଣ୍ଡି ଫିଟି ପାରିଲା ନାହିଁ, ଯେଉଁଥିପାଇଁ ସାହୁ ମହାଜନ ସାଙ୍ଗକୁ ସୋସାଇଟି ଋଣ ଓ ପରିବାର ଭରଣ ପୋଷଣ ନେଇ ଚିନ୍ତାରେ ଚାଷୀ। ସମସ୍ୟା ବର୍ଷା ହେବାରୁ ଲଙ୍କା, ବାଇଗଣ, ଆଳୁ ଆଉ ବିରି ଧାନ ଫସଲ ଗଲା ଗୋପାଳପୁର ମାହଲରେ। ଦାନ୍ତକାଟିଆ ମାହଲରେ କଖାରୁ, ପୋଟଳ, କୋଳଥ ଆଉ ଅନ୍ୟାନ୍ୟ ଫସଲ ସବୁ ବି ନଷ୍ଟ ହୋଇଗଲା। ଏ ବର୍ଷା ସକାଶେ କିଛି ଆମେ ପାଇଲୁ ନାହିଁ। ଧାନ ବି ଗଲା, ତା ପଛରେ ବି ଫସଲ ବି ପାଣିରେ ନଷ୍ଟ ହୋଇଗଲା। କ'ଣ ଆଶା କରୁଥିଲ? ଆଉ କେଉଁ କଥାକୁ ଆମେ ଆଶା ଆମମାନଙ୍କର ନାହିଁ। ଆମେ ଭୋକ ଆଉ କ୍ରୋଧରେ କାନ୍ଦୁଛୁ। ଗୋପାଳପୁର ମାହଲରେ ଲଙ୍କା, ବାଇଗଣ, ପୋଟଳ, କଲରା, ବୋଦି ଏମିତି ସିଏ ଧାନ ଫସଲ, ବିରି ଫସଲ ସିଏ ନଷ୍ଟ ହୋଇଗଲା। ଗୋବିନ୍ଦପୁର ମାହଲରେ ବିରି, କଖାରୁ, କୋଳଥ, ବୋଦି, ପୋଟଳ ଏମିତି ନିହାତି ଇତ୍ୟାଦି ନଷ୍ଟ ହୋଇଗଲା। ଏଠି ଆମେ ବହେ ଚାଷୀ ଏମିତି ଲୋକସାନ ହେଇଗଲା। ଏ ଅଦିନିଆ ବର୍ଷାରୁ ଆମେ କିଛି ପାଇଲୁନି। ତାପରେ ଭାସୁଛି ଗହିର ବିଲ। ଆଉ ଆମେ ଆଶା କରିକି ଯେଉଁଥିରେ ଥେଲୁ ଆଉ ଆଶା ଆମର ଭାଗିଗଲା। ଆମେ ଏବେ ସରକାର ଯାହା ଆଶା ଗୋଟେ ପୂରଣ କରିବେ, ନହେଲେ ନାହିଁ ଆମେ ଆଉ କ'ଣ କରିବୁ। କେବଳ ଧାନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ପଡ଼ିନି, ଏଠି ପନିପରିବା ଚାଷୀ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଶହ ଶହ ହେକ୍ଟର ଜମିରେ ଚାଷୀମାନେ ବିଭିନ୍ନ କିସମର ଚାଷ ଡେରିଥିବା ବେଳେ ବର୍ଷା ଯୋଗୁଁ ସବୁ ନଷ୍ଟ ହୋଇଯାଇଛି। ପନିପରିବା ଚାଷର ହାଣ୍ଡିଶାଳ କୁହାଯାଉଥିବା ବାଙ୍କୀ ଅଞ୍ଚଳର ଚାଷୀ ଏବେ ହତାଶ ହୋଇପଡ଼ିଛନ୍ତି। ଅନ୍ୟପଟେ କ୍ଷତିପୂରଣ ଆକଳନ କରି ସରକାର ଋଣ ଛାଡ଼ ସାଙ୍ଗକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ବର୍ଷା ହେଲା, କୋବି ଚାଷ କରୁଥିଲୁ। କୋବି, ଲଙ୍କା, ମରିଚ, ବାଇଗଣ, ଟମାଟୋ ଏଗୁଡ଼ା ସବୁ ବର୍ଷାରେ ନଷ୍ଟ ହୋଇଗଲା। ସବୁ ପଚିଗଲା, ସଢ଼ା ପଚା ହୋଇଗଲା, ସଢ଼ିଗଲା। ଯେଉଁ କୋବି ହେଲେ, ଲଙ୍କା ମରିଚ ହେଲେ ତାକୁ ବିକିକି 2 ପଇସା ହେଲେ ଖର୍ଚ୍ଚ କରିବୁ ବୋଲି ଏ ତ ବାତ୍ୟାରେ ଗଲା ହାରି ମେଘ ପବନରେ। ଆମେ ରହିବୁ କେମିତି, ଚଳିବୁ? ଆଶା କରିବୁ ଆଉ ଫସଲ କରିକି କିଛି ଶୂନ୍ୟ ମହାଶୂନ୍ୟ ଯାହା କରଜରେ କରିଥିଲୁ, ସାର ପିଡ଼ିଆ ଔଷଧ ଆଣିଥିଲୁ, ସବୁ ଗଲା। କଷ୍ଟ ଲୋକ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଯଦି ଆହୁରି କୁଆଡ଼େ ଆମେ ଶୁଣୁଛୁ 27 ବର୍ଷ ହେବ, ଯଦି ହେବ ଚାଷୀ କୂଳ ପୁରା ହତାଶ ହେଇଯିବ। ମୁଁ ସରକାରଙ୍କୁ ଅନୁରୋଧ କରୁଛି, ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ହଠାତ୍ କାହା ହାତରେ ତ ନାହିଁ। ଅଦିନିଆ ବର୍ଷା ହେଲା, ଯେଉଁ ଏଫ୍କ୍ୟୁ ମାନ ଧାନ ଯେଉଁ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି, ମୁଁ ଧନ୍ୟବାଦ ଦେଉଛି। ଚାଷୀଙ୍କୁ ଟିକେ କୋହଳ କରନ୍ତୁ। ଖରା ପଡ଼ୁନି, ଥରେ ମେସିନରେ ଜୀବନ ବିକଳେଇ ଚାଷୀ ମେସିନରେ କାଟିକି ଆଣିଲା, ଧାନ ଶୁଖେଇବ କେତେବେଳେ, କେତେ ଥର ପଇସା ଖର୍ଚ୍ଚ କରିବ? ତେଣୁ ତାଙ୍କୁ କ୍ଷତିପୂରଣ ଦିଆଯାଉ। ଯେଉଁ ତା'ର ସରକାର ଯେଉଁ ନିୟମ ଅଛି, ଯେଉଁ ଫସଲ କରିଛନ୍ତି, କୋବି ଗୋଟା 20-25 ଟଙ୍କା ଚାଷୀ ବିକୁଥିଲେ, ଏବେ ନଷ୍ଟ ହୋଇକି ଫୁଟିଗଲା ସବୁ। ପୋଟଳ ଚାରା ଲଗେଇଥିଲେ ସବୁ ନଷ୍ଟ, ପଚିଗଲାଣି। ସବୁ ବିଲ ଆପଣମାନେ ଯଦି ବୁଲିକି ଦେଖିବେ ନିଜକୁ ବହୁତ ଦୁଃଖ ଲାଗିବ। ମୁଁ ବି ନିଜେ ଦୁଃଖ ପ୍ରକାଶ କରୁଛି ଚାଷୀମାନଙ୍କ ପାଇଁ। ମୋ ପଞ୍ଚାୟତବାସୀ, ତେଣୁ ସରକାର କିଛି ସାହାଯ୍ୟ କରନ୍ତେ, ଚାଷୀ କୂଳ ବଞ୍ଚି ରହନ୍ତା। କିନ୍ତୁ ଏଠାରେ ଏଇ ଯେଉଁ ଅଦିନିଆ ବର୍ଷା ହେଲା, ସମସ୍ତ ଚାଷୀ କୂଳର ଅଣ୍ଟା ଭାଗି ଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା ଯେତେ ରବି ଫସଲ କୋବି, ବିରି, ମୁଗ ଯାହା ସମସ୍ତ ଫସଲ ଏବଂ ଚାଷୀଙ୍କର ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଧାନ ଅଦିନିଆ ବର୍ଷାରେ ବର୍ତ୍ତମାନ ଜୁଡ଼ୁବୁଡ଼ୁ ହେଇ ଓଦା ହେଇ ଗଜା ହୋଇଗଲାଣି ଏବଂ ସେଥିପାଇଁ ଚାଷୀମାନେ ତାଙ୍କର କ୍ଷତିପୂରଣ ନିହାତି ସରକାରଙ୍କ ତରଫରୁ ପାଆନ୍ତୁ, ଏହା ଆମର ଦୃଢ଼ ଦାବି। ଏବଂ ତୁରନ୍ତ ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେଇ କିଭଳି ଚାଷୀମାନେ ତା'ର ଉପକାର ପାଇବେ ସେଥିପାଇଁ ସରକାର ବିହିତ ପଦକ୍ଷେପ ନେବେ। ଲଘୁଚାପ ପ୍ରଭାବରେ ଲାଗି ରହିଥିବା ଅଦିନିଆ ବର୍ଷା ଏବେ ଉଜାଡ଼ି ଦେଇଛି ବାଙ୍କୀ ଅଞ୍ଚଳ ଚାଷୀଙ୍କର ସୁନାର ଫସଲ। ତ ଯଦି ଆମେ ପନିପରିବା ଫସଲ କଥା କହିବା, ତା ମଧ୍ୟ ଉଜୁଡ଼ି ସାରିଥିଲା ବେଳେ ସେପଟେ ଧାନ ଅମଳ ବସିକି ଏଭଳି ବର୍ଷା ସମ୍ପୂର୍ଣ୍ଣ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। ଆଗକୁ ଦେଖିବାର ଅଛି ଚାଷୀଙ୍କ ମେରୁଦଣ୍ଡ ସୁରକ୍ଷାକୁ ନେଇ ସରକାର କେଉଁଭଳି ସହାୟତା ଯୋଗାଇ ଦେଉଛନ୍ତି। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରୁ ମନୋଜ କୁମାର ଦଳେଇ, ନକ୍ଷତ୍ର ନ୍ୟୁଜ୍।